ଜିଲ୍ଲା ପ୍ରଶାସନର ମାନବୀୟ ପ୍ରୟାସ ସ୍ନେହ ସେତୁ ଅଭିଯାନ ମାଧ୍ୟମରେ ଆଜି ଆଉ ଏକ ପରିବାର ମାଧ୍ୟମରେ ଖୁସିର ଲହରୀ ଖେଳିଯାଇଛି। ମଧ୍ୟପ୍ରଦେଶ ମାନସିକ ଅସୁସ୍ଥ ମହିଳା କମଳିନୀ ଲୋଧି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ତାଙ୍କ ପରିବାର ସହିତ ସଫଳତାର ସହ ପୁନର୍ମିଳନ କରାଯାଇଛି। ତାଙ୍କୁ ନେବା ପାଇଁ ସ୍ୱୟଂ ତାଙ୍କ ସ୍ୱାମୀ ମଧ୍ୟପ୍ରଦେଶରୁ ଝାରସୁଗୁଡ଼ା ଆସିଥିଲେ। ଗତ 27 ମାର୍ଚ୍ଚ 2026ରେ ମାନସିକ ଭାରସାମ୍ୟ ହରାଇ ବୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏଚ୍ କଟାପାଲି ସ୍ଥିତ ମିଶନ ଆଶ୍ରା 2 ପିପୁଲ ଫୋରମ ଏନ୍ଜିଓ ଆଶ୍ରୟସ୍ଥଳୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ନିରନ୍ତର ଚିକିତ୍ସା ସେବା ଓ ଉପଯୁକ୍ତ ଯତ୍ନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ପରିବାର ବିଷୟରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ତାଙ୍କ ସ୍ୱାମୀ ତଥା ପରିବାରବର୍ଗଙ୍କ ସହ ଯୋଗାଯୋଗ କରିଥିଲେ। ଆଜି ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନଙ୍କ ଉପସ୍ଥିତିରେ କମଳିନୀଙ୍କୁ ତାଙ୍କ ସ୍ୱାମୀଙ୍କ ହାତରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ବିଭାଗୀୟ କର୍ମଚାରୀ ଆଦିତ୍ୟ ବାଦୀ ଏବଂ ମିଶନ ଆଶ୍ରା 2ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦୀର୍ଘ ଦିନ ପରେ ସ୍ତ୍ରୀଙ୍କୁ ସୁସ୍ଥ ଅବସ୍ଥାରେ ଫେରି ପାଇ ସ୍ୱାମୀ ଭାବ ବିହ୍ୱଳ ହୋଇ ଜିଲ୍ଲାପାଳ ତଥା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।